ଅଟିଜିମ୍ ର ବହୁତ ସମୟ ପେରେଣ୍ଟସ୍ ମାନେ ପଚାରନ୍ତି ଯେ ଅଟିଜିମ୍ ର ଟ୍ରିଟମେଣ୍ଟ ଅଛି ନା ନାହିଁ। ଆଜି ଆମେ ତା ବିଷୟରେ ଜାଣିବା। ମୁଁ ସଚିଦାନନ୍ଦ ନାଥ, କନସଲଟାଣ୍ଟ ସାଇକୋଲୋଜିଷ୍ଟ। ଦେଖନ୍ତୁ, ଅଟିଜିମ୍ ଯେହେତୁ ଗୋଟେ ନ୍ୟୁରୋ ଡାଇଭର୍ଜେଣ୍ଟରେ ଯାଏ, ଏମାନେ କିଛି ଭିନ୍ନ ଅଟନ୍ତି। ତେଣୁ ୟାକୁ ଆମେ କ'ଣ କରିପାରିବା, ଇମ୍ପ୍ରୁଭମେଣ୍ଟ କରିପାରିବା। ଯାହାର ସ୍ପିଚ୍ ଡିଲେ ଅଛି, ଯାହାର ସେନ୍ସରି ଇସ୍ୟୁ ଅଛି, ଆଇ କଣ୍ଟାକ୍ଟ ନାହିଁ, କମାଣ୍ଡ ଡିମାଣ୍ଡ ନାହିଁ, କମାଣ୍ଡ ଫଲୋ କରୁନି, ସେ କିଛି ଡିମାଣ୍ଡ କରୁନି, ଏସବୁ ଜିନିଷକୁ ଆମେ ଇମ୍ପ୍ରୁଭମେଣ୍ଟ କରିଥାଉ। ତାର ସୋସିଆଲାଇଜେସନ୍ ନାହିଁ, ସେ କାହା ସହିତ ମିଳାମିଶା କରୁନି, ତ ଅଟିଷ୍ଟିକ୍ ଶିଶୁର ଇମ୍ପ୍ରୁଭମେଣ୍ଟ କରିହେବ। ଏବଂ ୟାକୁ ଯେତେ ଶୀଘ୍ର ଆପଣ अर्ली ଇଣ୍ଟରଭେନସନ୍ କହିଥାଉ, ଆମେ ଯେତେ ଶୀଘ୍ର ଆମେ ତାକୁ ରେକଗ୍ନାଇଜ୍ କରିବା ଯେ ଏ ନ୍ୟୁରୋ ଡାଇଭର୍ଜେଣ୍ଟ ଶିଶୁ ଅଟେ ଏବଂ ତାକୁ ଆମେ ଯଥାଶୀଘ୍ର ଯଦି ଥେରାପି ଷ୍ଟାର୍ଟ କରିଦେବା, ସେ ଧୀରେ ଧୀରେ ବହୁତ ଇମ୍ପ୍ରୁଭମେଣ୍ଟ କରିବାରେ ଲାଗିବ। ତ ଅଟିଜିମ୍ର କୌଣସି ଡାଇଗ୍ନୋସିସ୍ ଯେଉଁ ଆଜି ବି କୁହାଯାଏ ଯେ ଏହାର ପ୍ରକୃତ ରିଜନ୍ କାହାକୁ ବି ଜଣାନି। କେତେଜଣ କହନ୍ତି ଏଇଟା ହେରିଡ଼ିଟି କହନ୍ତି, କେତେଜଣ କହନ୍ତି ୟାକୁ ସୋସିଆଲ କହନ୍ତି, କେତେଜଣ କମ୍ବାଇନଲି କହନ୍ତି ବୋଥ୍ ହେରିଡ଼ିଟି ସୋସିଆଲ ଇମ୍ପାକ୍ଟ ପକାଇଥାଏ। କିନ୍ତୁ ଏକ୍ଜାକ୍ଟ ରିଜନ୍ ଆଜି ପର୍ଯ୍ୟନ୍ତ କାହାକୁ ଜଣା ନାହିଁ। ସେଥିପାଇଁ ୟାକୁ ଆମେ ଥେରାପି ମାଧ୍ୟମରେ ବହୁତ ଇମ୍ପ୍ରୁଭମେଣ୍ଟ କରିପାରିବା ଯଦି ଆପଣ ୟାକୁ अर्ली ଡିଟେକ୍ଟ କରିଥାନ୍ତେ।